ସରକାରଙ୍କ ବଡ଼ ନିଷ୍ପତ୍ତି ଶେଷ ହେଲା ପ୍ରେସ୍କ୍ରିପ୍ସନ୍ ଯୋଗୁଁ ଆଭା କାର୍ଡ ନେଇ ଆସୁଛି ବଡ଼ ଖବର। ଫେବୃଆରୀ ପୂର୍ବରୁ ରାଜ୍ୟରେ ଲାଗୁ ହେବ ଆଭା କାର୍ଡ। ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର, ଗୋଟିଏ କାର୍ଡରେ ମିଳିବ ସବୁ ସୁବିଧା। ତେବେ ଆଭା କାର୍ଡ କ'ଣ, କିପରି ବନେଇବେ, ନିହାତି ଭାବରେ ଜାଣିବା ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରିବେ। ନୂଆ ଭିଡ଼ିଓ ଦେଖିବାକୁ ଚାହୁଁଥିଲେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖିବେ। ଏଣିକି ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ଡାଟା। ଖୁବ୍ ଶୀଘ୍ର ଲାଗୁ କରାଯିବ ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନ। ନ୍ୟାସନାଲ ହେଲ୍ଥ ଅଥରିଟି ଅଧୀନରେ ରହିବ ଏହି କାର୍ଡ। ଏହି କାର୍ଡର ନାଁ ରହିବ ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ବା ଆଭା କାର୍ଡ। ଏହି କାର୍ଡ ଆସିବା ପରେ ରୋଗୀଙ୍କୁ ଆଉ ପ୍ରେସ୍କ୍ରିପ୍ସନ୍ ଧରି ବୁଲିବା ପାଇଁ ପଡ଼ିବ ନାହିଁ। ଲୋକ ସଂଖ୍ୟା ଅନୁସାରେ ଆଭା ଆକାଉଣ୍ଟ ରେଜିଷ୍ଟ୍ରେସନ କରାଯିବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ। ଲୋକେ ଏହି କାର୍ଡ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆୟୁଷ୍ମାନ କାର୍ଡ ସହିତ ଏହି କାର୍ଡ ମିଳିବା ନେଇ ସୂଚନା ରହିଛି। ସେହିପରି କ୍ୟୁଆର୍ କୋଡ୍ ମଧ୍ୟ ରହିବ, ଯାହା ସ୍କାନ୍ କରିବା ପରେ ରୋଗୀ ପୂର୍ବ ତଥ୍ୟ ବିଷୟରେ ସମସ୍ତ ପ୍ରକାର ସୂଚନା ମିଳିପାରିବ। ତେବେ କେଉଁ ତାରିଖ ସୁଦ୍ଧା ଏହି କାର୍ଡ ମିଳିବ ସେ ନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ। ତେବେ ଯାହାକି ଆଭା କାର୍ଡ ହେଉଛି, ଯଦି ଆପଣ ଭାବୁଥିବେ ଆପଣମାନଙ୍କୁ ଆଭା କାର୍ଡ ଜରିଆରେ ପଇସା ମିଳିବ ବା ରୋଗୀରୁ ଚିକିତ୍ସା ପାଇଁ ଯେଉଁ ପଇସା ଦରକାର ସେ କାର୍ଡ ଜରିଆରେ ମିଳିବ, ତ ସେମିତି ବିଲକୁଲ ନୁହେଁ। ଏହା ହେଉଛି ଆଭା କାର୍ଡ, ଯାହାକି ଆପଣମାନେ ଜାଣିଥିବେ ଯଦି ଗୋଟିଏ ଡକ୍ଟର ଛାଡ଼ିକି ଆପଣମାନେ ଆଉ ଗୋଟେ ଡକ୍ଟରକୁ ଯାଉଛନ୍ତି ଦେଖା କରିବାକୁ, ଆପଣମାନଙ୍କ ପାଖରେ ଯେଉଁ ପ୍ରେସ୍କ୍ରିପ୍ସନ୍ ଥିବ ଯେଉଁ ପୂର୍ବ ଡକ୍ଟରର, ତ ସେଟା ଆପଣ ଆଉ ଗୋଟେ ଡକ୍ଟରକୁ ଦେଖାଇଲେ ସେ ଜାଣିପାରିବ ଏହି ରୋଗ ଆପଣମାନଙ୍କୁ ହେଇଥିଲା, ଏଇ ମେଡ଼ିସିନ ଆପଣ ଖାଇଥିଲେ, ଏଇ ମେଡ଼ିସିନ ଭଲ ହେଇନି ବା ଏଇଭଳି କିଛି। ତ ସେଭଳି ଆପଣମାନଙ୍କୁ ପ୍ରେସ୍କ୍ରିପ୍ସନ୍ ଧରିକି ସବୁଆଡ଼େ ବୁଲିବାକୁ ପଡ଼ୁଥିଲା। କେତେଟା ଡକ୍ଟର ଆପଣ ଦେଖାଇଛନ୍ତି, କିନ୍ତୁ ଆଭା କାର୍ଡ ଜରିଆରେ ଅନଲାଇନ୍ରେ ସବୁକିଛି ରେଜିଷ୍ଟ୍ରେସନ ହୋଇକି ରହିବ। ଆପଣମାନଙ୍କୁ କ୍ୟୁଆର୍ କୋଡ୍ ଜରିଆରେ ଆପଣମାନେ କାର୍ଡ ଦେଲେ ହିଁ ସେ ଜାଣିପାରିବେ ଆପଣମାନଙ୍କୁ କ'ଣ କ'ଣ ରୋଗ ହେଇଥିଲା ବା କ'ଣ କ'ଣ ପ୍ରେସ୍କ୍ରିପ୍ସନ୍